କେବେ ବି ଯାଇନଥିଲି। ଏହା ଏକ ଏମିତି ଜାଗା ଯେଉଁଠିକି ଥରେ ଗଲେ ଆପଣ ବାର ବାର ଯିବେ। ଆଉ ଏଠିକି ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ନିଜ ମାନସିକ ପୂରଣ କରିବା ପାଇଁ ମାନସିକ ମନସ୍କାମନା ରଖି ଏ ଜାଗାକୁ ଯାଇଥାଏ। ଚାଲ ଯିବା। এই ଜାଗାଟି ଭୁବନେଶ୍ୱରଠୁ ମାତ୍ର 40 କିଲୋମିଟର ଦୂରରେ ଅଛି। এই ଜାଗାକୁ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଯାଉଛନ୍ତି। ଆଉ ଆପଣ ମାତ୍ର 2 ଘଣ୍ଟାରେ ଯିବା ଆସିବା କରିପାରିବେ। ଯିବା ପାଇଁ ଘଣ୍ଟାଟେ, ଆସିବା ପାଇଁ ଘଣ୍ଟାଟେ ଲାଗିବ। 40 କିଲୋମିଟର ଭୁବନେଶ୍ୱର। ଆମେ ଆଜି ସକାଳୁ ଲକ୍ଷ୍ମଣର ମୋର କଥା ହେଇ ଆମ ନିଜ ନିଜର ଡ୍ୟୁଟି କାମ ସାରି ବାହାରିଥିଲୁ ସେଇ ଜାଗାକୁ। ଯେହେତୁ ପ୍ରଭୁଙ୍କର ଆଶୀର୍ବାଦ ନ ହେଲେ ଡୋରି ନ ଲାଗି ଆପଣ ଯାଇପାରିବେ କେବେ। ତେଣୁକରି ଆସନ୍ତୁ ଆଜି ଯିବା ସେ ଜାଗାକୁ ବାବାଙ୍କ ପାଖରେ। ହେଉଛି ସେଇ ଜାଗା ଯେଉଁ ଜାଗାରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଆସି ନିଜର ମାନସିକ ପୂରଣ କରି ଯାଉଛନ୍ତି। ଏବଂ ଏଠି ଆପଣ ଯାହା ମାନସିକ ରଖିବେ ମାନସିକ ନିଶ୍ଚୟ ପୂରଣ ହେବ। 21 ଦିନ ଭିତରେ ଆପଣ ନିଷ୍ଠାର ସହିତ ବ୍ରତ ଆପଣ ପାଳନ କଲେ ଆପଣଙ୍କର ମନସ୍କାମନା ଯେଉଁ ପ୍ରଭୁଙ୍କ ପାଖକୁ ଦେଇକି ବୁଲିବାକୁ ଯାଇନାହାନ୍ତି ସେଠାକାର ନନାଙ୍କର ଆଉ ଯେଉଁ ଲୋକ ଆସୁଛନ୍ତି ମାନସିକ ଇଚ୍ଛାଧାରୀ ଲୋକ ବ୍ରତିଧାରୀ ତାଙ୍କର ମତ ଏଇଟା ନିଜସ୍ୱ ମତ କେବେ ଏଇ ଜାଗାରୁ ହାଲିଆକୁ ଫେରିନାହାନ୍ତି। ଆଉ ଆପଣମାନେ ଆଶ୍ଚର୍ଯ୍ୟ କରିଥିଲେ ଯେ ଆମେ ଗାଡ଼ି ଦେଖିବା ପାଇଁ ଜାଗା ପାଇନଥିଲୁ ଏବଂ ଦର୍ଶନ ସାରି ଯେହେତୁ ମନ୍ଦିରରେ କିଛି ରେଷ୍ଟ୍ରିକ୍ସନ୍ ଥିବା ମନ୍ଦିର ଭିତରର କୌଣସି ଦୃଶ୍ୟ ଆମେ ରେକର୍ଡ଼ିଂ କରିପାରିନଥିଲୁ। ଆଉ ବହୁତ ବଢ଼ିଆ ସୁନ୍ଦର ଜାଗା। କେବେ ଏଥରେ ଆସନ୍ତୁ ପ୍ରଭୁଙ୍କ ପାଖରେ ଦେଖିବେ। ଆଉ ଏଇଠି ବାବାଙ୍କର କୂଅ ଅଛି ଯେଉଁ କୂଅରେ ଏ ନନାମାନେ ପୂଜାରୀ ନନାମାନେ ପାଣି ନେଇକି ବାବାଙ୍କର ସମସ୍ତ କାର୍ଯ୍ୟ କରିଥାନ୍ତି ଏବଂ ଭକ୍ତଙ୍କୁ ଗାଧୋଇଥାନ୍ତି ତାଙ୍କର ମାନସିକ ପୂରଣ ହେଲା ପରେ।